ସେହିପରି ଭାବରେ ଆମମାନଙ୍କର ବ୍ରହ୍ମପୁର ମଣ୍ଡଳୀରେ ବାଳକ ମହୋଦୟଙ୍କୁ ପୁଣି ଆମମାନଙ୍କର କୁମଳା ସିଂ ଡିକନ ଆଜ୍ଞାମାନଙ୍କୁ ପୁଣି ଯେଉଁ ଯେଉଁ ପ୍ରଭୁଙ୍କ ଦାସମାନେ ଅଛନ୍ତି ଆମମାନଙ୍କର ବାଦପୁର ମଣ୍ଡଳୀର ବାଳକ ଆଜ୍ଞା ସେହିପରି ଭାବରେ ଆମମାନଙ୍କର ଉପସ୍ଥିତ ପ୍ରତ୍ୟେକ ପ୍ରଚାରକ ବନ୍ଧୁମାନଙ୍କୁ ମା ବାପା ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜ୍ଞାପନ କରେ। ବିଶେଷ କରି ଆମେ ସାମିଲ ସିଂ ଆଜ୍ଞାଙ୍କୁ ଆମେ ଜାଣିନା ଏପଟ ଆମର ବନ୍ଧୁ ନାହାନ୍ତି କି ସେ ଆମର ନିଜର ବନ୍ଧୁ ନାହିଁ କିନ୍ତୁ ପ୍ରଭୁଙ୍କ ପାଖରେ ଆମେ ପରିଚିତ ହେଲୁ ଯେତେବେଳେ ଆମମାନଙ୍କର 2014 ମସିହାରେ ସୁସମାଚାର ଦଳ ଇମାନୁଏଲ ଗସ୍ପେଲ ଟିମ୍ ଗଠନ କରାଗଲା। ପ୍ରାୟତଃ ସମ୍ଭବତଃ ସେ 2014 ମସିହାର ଏପ୍ରିଲ କିମ୍ବା ମେ ମାସରେ ଆମମାନଙ୍କର ଆଉ ପ୍ରଧାନ ଆଜ୍ଞା ପୁଣି ସେ 2 ଜଣ ଆସିଲେ। ଆମମାନଙ୍କର ଇସ୍ମାଇଲ ପ୍ରଧାନ ଆଜ୍ଞା ପୁଣି ସେ 2 ଜଣ ସୁସମାଚାର ପାଇଁ ଆସିଲେ। ସେଇ ଦିନ ଠାରୁ ସେ ଆମମାନଙ୍କୁ ନିଜର ବନ୍ଧୁ ଆତ୍ମୀୟ ପୁଣି ପ୍ରଭୁଙ୍କ ଦାସ ହେଲେ। ଆଉ ମଙ୍ଗଳବାର ଦିନ ସନ୍ଧ୍ୟାରେ ସେମାନେ ଆସିବେ ଆମ ଘରେ ରହିବେ। ବୃଦ୍ଧ ସମୟରେ ମଧ୍ୟ ସେମାନେ ଯାହା ମିଳିଲେ ତା ଖାଇବେ। ତାପରେ ବୁଧବାର ଦିନ ଆମେ ସୁସମାଚାରକୁ ଯିବୁ। ବୁଧବାର ଦିନ ଯଦି ରାତି ହେଇଗଲା ଆମେ ଆଉ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା, ମାନ୍ୟାମ ଜିଲ୍ଲା, ଗଜପତି ପୁଣି ଆମେ ରାୟଗଡ଼ା ଏପରି ଅନେକ ଦୂର ପ୍ରାନ୍ତରକୁ ଯାଉ। 120-150 କିଲୋମିଟର ମଧ୍ୟ ସୁସମାଚାର କରି ଯାଉ। ଆଜ୍ଞା ମାନେ ଆସନ୍ତି ଯଦି ରାତି ହୋଇଯାଏ ରହିଯାଆନ୍ତି। ଏପରି ଭାବରେ 2014ରୁ ପ୍ରାୟ 2023 ପର୍ଯ୍ୟନ୍ତ ଆଜ୍ଞା ସୁସମାଚାରକୁ ଆସୁଥିଲେ। ତାଙ୍କର ଦେହ ଖରାପ ପରେ ଆଉ 2 ବର୍ଷ ସେ ଆସିନାହାନ୍ତି କିନ୍ତୁ ପ୍ରଭୁଙ୍କର ସେବା ଯେ ତାଙ୍କର ବିଷୟରେ ଆମେ ଯେ ଏଥିପାଇଁ ଆନ୍ଧ୍ରାରୁ ଆଜ୍ଞା ମାନେ ମୋତେ ଯେତେବେଳେ ଫଟୋ ଦେଖିଲେ ଆଜ୍ଞା ଆମର ଗ୍ରୁପ ଅଛି ଆଜ୍ଞା ମରିଗଲି ବୋଲି କହିବାରୁ ମୁଁ ବି ନିଶ୍ଚିତ ଆସିବି ବୋଲି ଆନ୍ଧ୍ରାରୁ ସେ ମାନ୍ୟାମ ଜିଲ୍ଲାରୁ ଆସିଛନ୍ତି। ପୁଣି ଆମମାନଙ୍କର ଦଳ ମଧ୍ୟ ଅନେକ ଅଛନ୍ତି। ଆମ ଟିମ୍ରେ ପ୍ରାୟ ପାଖାପାଖି 80 ଜଣ ଆମର ଟିମ୍ରେ ଅଛନ୍ତି ପ୍ରଚାରକ ମାନେ ପାଳକ ମାନେ। ପୁଣି ବିଶେଷ କରି ଆମର ଯେଉଁ ଖୋଲା ମଣ୍ଡଳୀ ପାଳକ ସେ ଆମର ପ୍ରେସିଡେଣ୍ଟ ଅଟନ୍ତି। ଆଜି ଆମର ଟିମ୍ କିପରି ଭାବରେ ମାନେ ପ୍ରତ୍ୟେକ ମାସର 2 ଥର ଆମେ ସୁସମାଚାରକୁ ଯାଉ। ଯେ ଯେଉଁ ଆମେ ସାଧାରଣ ଭାବରେ ଏପରି ବସିକି କରିବା ପାଇଁ ନାହିଁ ଟିକେ ସାଉଣ୍ଡ ହେଇଗଲେ ଏଇ ବନ୍ଦ କର ବୋଲି କହୁଛନ୍ତି ଆମେ। ଆପଣ ମାନେ ବହୁତ ଭଲରେ ଅଛନ୍ତି କିନ୍ତୁ ପ୍ରଭୁ ଆମେ ଯେଉଁମାନେ ବିଜାତୀୟ ଗ୍ରାମରେ ଅଛି ମୁଁ କାଶୀନଗର ଅଛି ପ୍ରତ୍ୟେକ ରବିବାର ଦିନ ବନ୍ଦ କର ବୋଲି କହୁଛନ୍ତି ଆମକୁ କିନ୍ତୁ ପ୍ରଭୁଙ୍କ ପାଇଁ ଆମେ ସୁସମାଚାର କାର୍ଯ୍ୟରେ ଆଗେଇ ଯାଉଛୁ। କିନ୍ତୁ ଆମଙ୍କ ପ୍ରଭୁଙ୍କ ଦାସ ଆମର ଜଣେ ମେମ୍ବର ଥିଲେ। ଏହିପରି ଭାବରେ ଆଉ ଆମମାନଙ୍କର ପ୍ରତ୍ୟେକ ପାଳକମାନେ ଯେଉଁମାନେ ଆମ ଟିମ୍ରେ ଅଛନ୍ତି ପାଖାପାଖି ବର୍ତ୍ତମାନ ପର୍ଯ୍ୟନ୍ତ 11 ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ଏଥିମଧ୍ୟରୁ ଆମମାନଙ୍କର ଯେ ଆମେ 2020 ମସିହାରେ ଜଣେ ପ୍ରଭୁଙ୍କ ଦାସ ଅଜିତ ଆଉ ପଣ୍ଠୁର ବୋଲି ଜଣେ ଲୋକ ମରିଗଲେ। ସେ ମରିବା ସମୟରେ ଆମର ଗୋଟିଏ ଚିନ୍ତା ଆସିଲା ଯେ ଆମର ଦଳ ଗୋଟିଏ ଅଛି ଦଳ କିଛି ଆମେ କରିବାର ଅଛି। ସେ ସମୟରେ ତାଙ୍କର ସ୍ତ୍ରୀ ଜଣେ ଆଉ ତାଙ୍କର ବାପା ମା ମଧ୍ୟ ନାହାନ୍ତି ତାଙ୍କର ପିଲାମାନେ ମଧ୍ୟ ନାହାନ୍ତି। ଯେତେବେଳେ ପ୍ରଭୁ ଆମମାନଙ୍କୁ ଗୋଟେ ଚିନ୍ତା ଦେଲେ ସେ ସମୟରେ ଆମର ଦଳ ତରଫରୁ ପ୍ରତ୍ୟେକ ପାଳକ ମାନେ 300 ଟଙ୍କା ଲେଖି ବାହାର କରିବେ। ଯେ ଆମର ପାଖାପାଖି 80 ଜଣ ଅଛନ୍ତି ପ୍ରତ୍ୟେକ ଲୋକ 300 ଟଙ୍କା ବାହାର କରିବେ। ତାପରେ ସେ ଦୁଃଖୀ ପରିବାରକୁ ଆମେ କିଛି ସନ୍ତାନ ମୂଳକ ଆମର ସଂସ୍ଥା ନାହିଁ ଆମେ ବିଭିନ୍ନ ଅନୁଷ୍ଠାନରେ ଅଛନ୍ତି ଅନେକ ପାଳକ ଆଜ୍ଞା ମାନେ କିବା ନାହାନ୍ତି କିନ୍ତୁ ଆମର ସଂସ୍ଥା ନାହିଁ କେବଳ ନିଜର ପାଳକ ମାନେ ତାଙ୍କର ଖର୍ଚ୍ଚରୁ ବା ତାଙ୍କର ହାତରୁ ସେମାନେ 300 ଟଙ୍କା ଲେଖି କିଛି ଦାନ ଦେଇକି ଆମେ 2020ରୁ ଯେଉଁ ପାଳକ କିବା ପାଳିକା ତାଙ୍କର ପରିବାର ମରିଯାନ୍ତି ଏପରି ଆମେ ସେହି ଦୁଃଖ ପରିବାରକୁ ସନ୍ତାନ ଦେବା ପାଇଁ এই କାର୍ଯ୍ୟ କରି ଆସିଛୁ। ସେଥିରୁ ଆମମାନଙ୍କର ପ୍ରଧାନ ଆଜ୍ଞା ମଧ୍ୟ ଅଛନ୍ତି ଠିଆ ହେବେ ଦୟାକରି। ଏତେ ଦୂରରୁ ଆମମାନଙ୍କର ସାମିଲ ଆଜ୍ଞା ଆଉ ପୁଣି ପ୍ରଧାନ ଆଜ୍ଞା ମଧ୍ୟ ସେମାନେ ଭୋରରେ ଆସନ୍ତି ପୁଣି ପୂର୍ବ ଦିନ ଆସନ୍ତି ସେମାନେ ସୁସମାଚାରରେ ଆମ ସହିତ ଅଛନ୍ତି। ଆଉ ପୁଣି ଆମମାନଙ୍କୁ ସେମାନେ ଶିଖେଇଛନ୍ତି ଆଜ୍ଞା ଯେତେବେଳେ ଆମ ଘରକୁ ଆସିଲେ ମୋ ସିଂ ଘରର ନାତି ଯେତେବେଳେ ଆମର ନାତି ବୋଲି ସେ ଅଧିକାରରେ ଯେତେବେଳେ ଆମ ଘରେ ରହୁଥିଲେ ବହୁତ ଆଉ ଆମକୁ ସେ ପ୍ରେମ କରୁଥିଲେ। ପୁଣି ସେ ଆମେ ଗୋଟେ ମୁଁ 2 ଥର ଆସିଛି ଘରକୁ ଏତେ ଆମେ ଆସିବା ପରେ ଏତେ କେତେ ବଡ଼ ଲୋକ ପରି ସେମାନଙ୍କୁ ପ୍ରେମ କରୁଥିଲେ। ଆମ ଟିମ୍ ଲୋକ ସମସ୍ତଙ୍କୁ ମଧ୍ୟ ସେପରି ସେ ପ୍ରେମ କରନ୍ତି। ସମସ୍ତଙ୍କ ହସ ହସ ମୁହଁ ତାଙ୍କର ପାଟି ସୁପ ନାହିଁ ସେଇଟା ସମସ୍ତେ ମନେ ପକାଉଛନ୍ତି। ଧୀରେ କଥା କହିବ ଆଉ ମୁଁ କାଲି ଅନେକଙ୍କୁ ଫୋନ କଲି ଆଉ ଯେତେବେଳେ ଏମିତି ଅଛି ଆଉ ଦେଲେ ସେ ଧୀରେ କହିବା କଥା କହିବା ପାଷ୍ଟ କି ବୋଲି ମୋତେ ସମ୍ବୋଧନ କରୁଥିଲେ। ମୋର ପ୍ରିୟ ମାନେ ଆମେ ଖ୍ରୀଷ୍ଟଙ୍କ ଠାରେ ସମସ୍ତେ ଅଛୁ କିବା ଆମେ ବାଇବେଲ ପ୍ରକାଶ କରି ଆମେ ମରୁ କିବା ବଞ୍ଚୁ ଆମେ ଖ୍ରୀଷ୍ଟଙ୍କର ହାଲେଲୁୟା। ଏଥିପାଇଁ
आमर साक्ष्य अन्य मान को देखा जीवा पड़िबो मो क्रिश्चियन बोली कहले हेबो नै आमर साक्ष्य अन्य मान को देखा जीवा पड़िबो जेते बेले निजर साक्ष्य अन्य मान को देखै परिबा तेबे जड़े क्रिश्चियन बोली आमने कहि परिबा तांको विषय रे आज मंडली 25 वर्ष हला ए लेंगे समाज रे सेवा करिसंदी पुनी आमने आ जगन्नाथपुर मंडली रे से सेवा कार्य करिसंदी आ सुसमाचार कार्य को जाछि न माने आमर काम हला खाइबा को थाओ कि बा न थाओ अन्य मान को पाखे साक्षी हेबा मो साक्षी भी प्रभु को पाए जेते बेले प्रभु को पाए माने साक्षी हेबा तांको राज्य रे आमने प्रवेश करि परिबा हेले सी आमान को जो दल अछि आमने से 300 टंका लागी आमान को टीम बाहर करिछु पुनी दुखी परिवार पाई आमे किछि सहाय्य आनिछु एति पाई मो अनुरोध करिबी प्रिय मां आगु आसीबे प्रिय भाई माने तांकर को माने दया करी आगु आसीबे तांकर झियो माने आगु आसीबे पुनी तांकर जुई जदि अछंती आगु आसीबे तांकर बो माने मध्य दया करी समस्ते आगु आसीबे आ मंडली को मु क्षमा चाहे अल्प समय आमानकर कार्य आमने करू एति पाई दया करी समस्ते परिवार बंध आसंतु तांको को माने आ तांको बो माने मध्य दया करी आसंतु तांको जुई जदि अछंती जुई मध्य आम टीम तरफ आमे आमान इमानुएल गॉस्पेल टीम एटा अनुष्ठान नै निजर आ समस्त पालक मानकर दान आ टीम रो समस्त मिसी आ परिवार को हमने 20,000 टंका दान करूछु एहा 2020 रु एहा चालू आसुची एतिबा विशेष करी आपण माने प्रार्थना करंतु ए टीम करिवा परे आमानकर रायगडा रो आमानकर पानी आज्ञा प्रमोजन आमानकर राजपति पानी आ से माने हमको देखि आपण माने केमति परिचालन करिसंदी कहला आज्ञा हमर निजर लोक माने दोछंती तेबे हम घर को से माने आ दुई थर आसिले आ विभिन्न विषय कथा हेले तापरे से माने गोआर सेंड तापरे कले किंतु प्रभु हमनको आ खाना देले आमे परिवार तरफरु आमे परिवार को आमे कर प्रेसिडेंट महोदय आमनकर खोला मंडल पालक आज्ञा हमर गॉस्पेल टीम रो आ सभापति जो जदि अछंदी दया करी आगो कि असंतो आने बो माने अछंदी अबे बो माने असंतो दया करी अनुरोध कर वर्तमान ए पर्यंत अधिक वयस लोक केवल आम आज्ञा जड़े अच्छा आज्ञा टिके आसतु सेवा कार्य आगे बढ़ू एक प्रकार प्रार्थना करवा प्रभु जीशु धन्यवाद दूछु तुम दास मन देल एक टीम भाव तुम साकार कर
अपना अपना परिश्रम की बाहर करी प्रयास करिबार महोदय इस बना में टीम सदस्य परि वर्तमान आमनु